ସେଥିପାଇଁ ପ୍ରଭୁଙ୍କ ମହାନ ନାମକୁ ଧନ୍ୟବାଦ। ପୁଣି ଆମ ସଣ୍ଡେ ସ୍କୁଲ ଯେ ଲିଡ୍ କରନ୍ତି ମଧୁସ୍ମିତା ମ୍ୟାଡାମ, ଥିଲେ ଭାଇ। ଠିକ ଅଛି। ତ 12 ଜଣ ଶିଷ୍ୟ ମାନଙ୍କର ନା ପ୍ରଥମେ ମୁଁ କହିବା ପାଇଁ ଚାହେଁ, ଯାହାକି ଆମେ ପାଇପାରିବା। ମାଥ୍ୟୁ 10 ପର୍ବରେ ଲେଖା ଅଛି, ମାଥ୍ୟୁ 10 ତାର 2, 3, 4 ପଦରେ ଲେଖା ଅଛି, ସେଇ ଦ୍ୱାଦଶ ପ୍ରେରିତଙ୍କର ନାମ ଏଇ, ପ୍ରଥମରେ ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁଅ ଯାକୁବ ଓ ତା ଭାଇ ଜହନ, ଫିଲିପ, ବାର୍ଥଲୋମି, ଥମା, କରଗ୍ରାହୀ ମାଥ୍ୟୁ, ଆଲଫେଙ୍କ ପୁତ୍ର ଯାକୁବ, ଥଦିୟ। ଠିକ ଅଛି। ଏମାନେ ହେଉଛନ୍ତି 12 ଜଣ ଯୀଶୁଙ୍କର ଶିଷ୍ୟ ଥିଲେ। ତ ଆମେ ଏ 12 ଜଣ ଶିଷ୍ୟ ମାନଙ୍କର ଭିତରୁ ଜଣେ ଶିଷ୍ୟ, ସେ ଶିଷ୍ୟଙ୍କର ବିଷୟରେ ଜାଣିବା, ସେ ହେଉଛନ୍ତି ଥମା। ଠିକ ଅଛି। ଥମାଙ୍କ ବିଷୟରେ ଆମେ ଜାଣିଛୁ ନା, ଅନେକ ଥର ଚର୍ଚ୍ଚରେ ଶୁଣିଛୁ, ଅନେକ ଥର ଆମେ ବାଇବଲ ଷ୍ଟଡି ମାନଙ୍କରେ ମଧ୍ୟ ଆମେ ଶୁଣୁ ଥମାଙ୍କ ବିଷୟରେ। ଆଜି ଥମାଙ୍କ ବିଷୟରେ ଟିକେ, ତା ବିଷୟରେ ଆଉ ଟିକେ ବିଷୟ ଆମେ ଶୁଣିବା। ଥମା ବାଇବଲରେ ପାଖାପାଖି 3ଟି ଜାଗାରେ ତାଙ୍କେ 3ଟା ଷ୍ଟେଟମେଣ୍ଟ ଦେଇଛନ୍ତି। ଗୋଟେ ଷ୍ଟେଟମେଣ୍ଟ ହେଲା ଜହନ ତାର 20 ପର୍ବ 28 ପଦରେ ଅଛି ଯେ ଥମା ତାହାଙ୍କୁ କହିଲେ, ବା ଥମା ଯୀଶୁଙ୍କୁ କହିଲେ, ଉତ୍ତର ଦେଲେ, ମୋର ପ୍ରଭୁ ମୋର ଈଶ୍ୱର। ଠିକ ଅଛି। ଆଉ ଗୋଟେ ଷ୍ଟେଟମେଣ୍ଟ ଆମେ ଶୁଣିବା, ଜହନ 11 ପର୍ବ ତାର 16 ପଦରେ କହୁଛନ୍ତି, ସେଥିରେ ଥମା ଯାହାଙ୍କୁ ଦିଦୁମ ବୋଲି କହନ୍ତି, ସେ ଆପଣା ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ, ଚାଲ ଆମ୍ଭେମାନେ ମଧ୍ୟ ଯାଇ ତାଙ୍କ ସଙ୍ଗରେ ମରିବା। ଠିକ ଅଛି। ଆଉ ଗୋଟେ ଷ୍ଟେଟମେଣ୍ଟ ଶୁଣିବା, ସେ ଜହନ 14 ପର୍ବ ତାର 5 ପଦରେ ଥମା ତାହାଙ୍କୁ କହିଲେ, ବା ଥମା ଯୀଶୁଙ୍କୁ ପଚାରିଲେ, ପ୍ରଭୁ ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି, ତା ଆମ୍ଭେମାନେ ଜାଣୁନାହୁଁ, ପଥ ବା କିପରି ଜାଣିପାରିବୁ? ତାପରେ ଯୀଶୁ ତାହାଙ୍କୁ କହିଲେ, ମୁଁ ହିଁ ପଥ, ସତ୍ୟ, ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ଠିକ ଅଛି। ଆମେ ଥମାଙ୍କର 3ଟି ଷ୍ଟେଟମେଣ୍ଟ ଆମେ ଶୁଣିଲୁ। ତ ଥମା ବିଷୟରେ କହିବା ପାଇଁ ଚାହେଁ, ଯେତେବେଳେ ଯୀଶୁ ପୁନର୍ଥିତ ହେଲେ, ପୁନର୍ଥିତ ପ୍ରଥମେ ତ ଯୀଶୁ ଆମମାନଙ୍କ ପାପ ପାଇଁ କ୍ରୁଶରେ ସମର୍ପିତ ହେଲେ, କ୍ରୁଶରେ ଜୀବନ ଦେଲେ, ପୁଣି ତୃତୀୟ ଦିନରେ ସେ ପୁନର୍ଥିତ ହେଲେ। ଯେତେବେଳେ ଯୀଶୁ ଆଉ କ୍ରୁଶରେ ଜୀବନ ଦେଲେ, ତାଙ୍କର ଯେଉଁ 12 ଜଣ ଶିଷ୍ୟ ଥିଲେ, 12 ଜଣ ଶିଷ୍ୟ ମଧ୍ୟରୁ ଗୋଟେ ଶିଷ୍ୟ ତ ସେ ଅନୁତାପ କଲା, ଆଉ ସେ ନିଜେ ପ୍ରାଣ ଦେଇଦେଲା, ସେ ଫାଶୀ ହେଇଗଲା। ତାପରେ ଏବେ କେବଳ ଅଛନ୍ତି 11 ଜଣ ଶିଷ୍ୟ। 11 ଜଣ ଶିଷ୍ୟ ମଧ୍ୟ ଏବେ କ'ଣ କରୁଛନ୍ତି, ଯେହେତୁ ଏମାନେ ନିଜ ଘର ଦ୍ୱାର, ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ପରିତ୍ୟାଗ କରି ଯୀଶୁଙ୍କ ପାଖକୁ ଆସିଥିଲେ, ଆଉ ଯୀଶୁଙ୍କୁ ନିଜର ଗୁରୁ ମାନୁଥିଲେ। ଯୀଶୁଙ୍କୁ ଏମାନେ ସବୁ ବିଷୟ ଯୀଶୁଙ୍କୁ ହିଁ ମାନୁଥିଲେ, ଆଉ ଯୀଶୁଙ୍କ ସହିତ ରହୁଥିଲେ। ଯୀଶୁ ଯୁଆଡ଼େ ଯାଉଥିଲେ ଏମାନେ ସିଆଡ଼େ ଯାଉଥିଲେ। ତ ଯେତେବେଳେ ଏମାନଙ୍କର ଲିଡର ବା ଯୀଶୁଙ୍କର ଯିଏ ଗୋଟେ ଗୁରୁ, ବା ଯୀଶୁଙ୍କର ଗୋଟେ ଟାଇପର କହିବାକୁ ଗଲେ, ଏ ଶିଷ୍ୟମାନଙ୍କର ଗୋଟେ ପିତାମାତା ସଦୃଶ ହେଇଯାଇଥିଲେ ଯୀଶୁ। ତ ଯେତେବେଳେ ଯୀଶୁ ବା ଶିଷ୍ୟମାନଙ୍କର ପିତାମାତା ଯେତେବେଳେ ମରି ଯାଇଛନ୍ତି, ଏମାନେ ପୁରା ସମସ୍ତେ ଡରି ଯାଇଛନ୍ତି। ଡରି ଯାଇକରି ସମସ୍ତେ, ଲେଖା ଅଛି ଜହନ ତାର 20 ପର୍ବରେ ଲେଖା ଅଛି ଯେ ଏମାନେ ଡରିକି, ଜିହୁଦୀ ଲୋକମାନଙ୍କୁ ଡରିକି, ଏମାନେ ଗୋଟେ ଘରେ, ସେମାନେ ଯେଉଁ ଘରେ ରହୁଥିଲେ, ସେଇଠି କ'ଣ କରୁଥିଲେ, ଏମାନେ ଥିଲେ, ସେ ଗୃହରେ ଏମାନେ ଥିଲେ ଡରିକିରି।
କେତେବେଳେ କାଳେ ଏମାନେ ବାହାରକୁ ଆସିଲେ ଯିହୁଦୀ ଲୋକମାନେ କିମ୍ବା ଅନ୍ୟମାନେ ଏମାନେ ମଧ୍ୟ ଯୀଶୁଙ୍କର ସହିତ ଥିଲେ ବୋଲିକି ଏମାନଙ୍କୁ ବି ମାରି ପକାଇଥାନ୍ତେ। ତେଣୁକରି ଏମାନେ ଡରିକିରି ସେମାନେ ଲୁଚିକରି ଘର ଭିତରେ ଥିଲେ। ତ ହଠାତ୍ ଯୀଶୁ କ'ଣ କରୁଛନ୍ତି, ଆଉ ସେ ଘର ସେ କୋଠରୀ ଭିତରକୁ ହଠାତ୍ ଆସୁଛନ୍ତି। ହଠାତ୍ ଯେତେବେଳେ ଆସୁଛନ୍ତି ଏମାନେ ସମସ୍ତେ ଡରିଗଲେ। ମାନେ ଝରକା ବନ୍ଦ ଅଛି, କବାଟ ବନ୍ଦ ଅଛି, ସବୁ ମାନେ ସବୁଆଡ଼େ କବାଟ ଯାକ ବନ୍ଦ ଅଛି। ତ ହଠାତ୍ କିଏ ପ୍ରବେଶ କରିପାରିବ କି? କିଏ ପ୍ରବେଶ କରିପାରିବ ନାହିଁ। କିନ୍ତୁ ଯୀଶୁଙ୍କର ହାତରେ ସବୁ ବିଷୟ ସମ୍ଭବ। ଯୀଶୁ କ'ଣ କଲେ, ହଠାତ୍ ଆସିକି ସେ କୋଠରୀ ଭିତରକୁ ପ୍ରବେଶ କଲେ। ଆଉ ସମସ୍ତ ଯେଉଁଠି ଥିଲେ ସେ ମଝିରେ ଆସି ଯୀଶୁ ଯେତେବେଳେ ଆସିଲେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଇଗଲେ, ଡରିଗଲେ। ତାପରେ ସେମାନେ ଯେତେବେଳେ ଡରିଗଲେ ଯୀଶୁ କହିଲେ, ଡରବା ଦରକାର ନାହିଁ, ତୁମମାନଙ୍କଠାରେ ଶାନ୍ତି ହଉ ବୋଲି କହିଲେ। ଶାନ୍ତି ହଉ ବୋଲି କହି ତାପରେ ସେ କ'ଣ କଲେ, ସେମାନଙ୍କ ଉପରେ ନିଜର ପ୍ରଶ୍ୱାସ ଛାଡ଼ିକି ସେମାନଙ୍କୁ କହିଲେ, ପବିତ୍ର ଆତ୍ମାଙ୍କୁ ତୁମେ ଗ୍ରହଣ କର। ଠିକ୍ ଅଛି, ପବିତ୍ର ଆତ୍ମାଙ୍କୁ ତୁମେ ଗ୍ରହଣ କର ବୋଲି ପ୍ରଶ୍ୱାସ ଛାଡ଼ିକି କହିଲେ। ଯେତେବେଳେ ପ୍ରଶ୍ୱାସ ଛାଡ଼ିକି କହିଲେ ଆଉ ପବିତ୍ର ଆତ୍ମାକୁ ଗ୍ରହଣ କର ବୋଲି କହିଲେ, ଆଉ ସେତେବେଳେ ଆଉ ଗୋଟେ କ୍ଷମତା ବା ଆଉ ଗୋଟେ ପାୱାର ଏମାନଙ୍କୁ ଦେଉଛନ୍ତି ଯେ ତୁମେ ଯଦି କାହାର ଯଦି ପାପ କ୍ଷମା କରିବ ତେବେ ତାର ପାପ କ୍ଷମା ହେଇଯିବ। ପୁଣି ଯଦି ଯାହାର ପାପ କ୍ଷମା କରିବ ନାହିଁ ତେବେ ତାର ପାପ କ୍ଷମା ହେବ ନାହିଁ। ଏତେ ବଡ଼ ପାୱାର ସେ ଶିଷ୍ୟମାନଙ୍କୁ ଦେଲେ। କିନ୍ତୁ କ'ଣ ହେଇଛି, ଯୀଶୁ ଆସିବା ଟାଇମ୍ରେ ସେଇଠି ଥମା ରହୁନାହାନ୍ତି। ଥମା ଅନ୍ୟ କୌଣସି କାମ ପାଇଁ ବାହାରକୁ ପଳାଇଥିଲେ, କିନ୍ତୁ ବାକି 10 ଜଣ ଶିଷ୍ୟ ସେ ଭିତରେ ଅଛନ୍ତି। ତ ଏମାନେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କଲେ, ଆଉ ଯୀଶୁ ଯେଉଁ ପ୍ରଶ୍ୱାସ ଛାଡ଼ି ଏମାନଙ୍କୁ ଯେଉଁ ଶକ୍ତି ଦେଇଥିଲେ ସେଟା ସବୁ ଗ୍ରହଣ କଲେ। ବାଇବଲରେ ଆମେ ଜାଣୁ, ପ୍ରଥମେ ମଣିଷକୁ ତିଆରି କଲାବେଳେ ପରମେଶ୍ୱର ଆଦମକୁ ଆଉ ଧୂଳି ଦ୍ୱାରା ତିଆରି କଲେ, ଆଉ ତାହାର ନାସିକା ରନ୍ଧ୍ରରେ କ'ଣ କଲେ, ଫୁଙ୍କ ଦେଇ ତାଙ୍କୁ ଯେତେବେଳେ ଫୁଙ୍କ ଦେଲେ ସେତେବେଳେ ଆଦମକୁ ଜୀବନ ଆସିଥିଲା। ସେଇ ଟାଇମ୍ରେ ଥରେ ପ୍ରଶ୍ୱାସ ଛାଡ଼ିଥିଲେ ବା ଫୁଙ୍କି ଦେଇଥିଲେ, ଆଉ ଏବେ ମାନେ ମଣିଷକୁ ତିଆରି କଲାବେଳେ ଥରେ ଫୁଙ୍କିଥିଲେ, ଆଉ ଏବେ ଯେତେବେଳେ ପୁନରୁତ୍ଥିତ ହେଲେ ଯୀଶୁ ସେତେବେଳେ ଶିଷ୍ୟମାନଙ୍କୁ ଆଉ ଥରେ ପ୍ରଶ୍ୱାସ ଛାଡ଼ି ବା ଫୁଙ୍କି ଦେଇକରି ସେମାନଙ୍କୁ ପବିତ୍ର ଆତ୍ମା ଗ୍ରହଣ କର ବୋଲି କହିଥିଲେ। ପ୍ରେଜ୍ ଦ ଲର୍ଡ। ତ କ'ଣ ହେଇଛି, ଥମା ନାହାନ୍ତି ସେଠି। ତାପରେ ଯୀଶୁ କିନ୍ତୁ ଦୟାଳୁ ଅଟନ୍ତି। ଯୀଶୁ ଜାଣିଲେ ବାକି 9 ଜଣଙ୍କୁ ତ ମୁଁ ଶକ୍ତି ଦେଲି, କିନ୍ତୁ ଆଉ ଜଣେ ବ୍ୟକ୍ତି ନାହିଁ, ଯେଉଁ ବ୍ୟକ୍ତି କି ଦିନେ ଆଗାମୀ ଦିନମାନଙ୍କରେ ମୋର ସେବା କାର୍ଯ୍ୟରେ ସେ ଆଗକୁ ଯିବ, ଅଧିକ ଶକ୍ତିଶାଳୀ ଭାବରେ ସେ କ'ଣ କରିବ, ସେବା କାର୍ଯ୍ୟ କରିବ। ସେଥିପାଇଁ ଯୀଶୁ ପ୍ରେମ କରି ଆଉ 8 ଦିନ ପରେ କ'ଣ ହେଇଛି, 8 ଦିନ ପରେ ପୁନର୍ବାର ଏମାନେ ଯେତେବେଳେ କୋଠରୀ ଭିତରେ ଥିଲେ ଆଉ ଥରେ ଯୀଶୁ ହଠାତ୍ ଆସିଲେ ସେତେବେଳେ କ'ଣ, ଥମା ମଧ୍ୟ ଯୀଶୁଙ୍କ ପାଖରେ ସେ କୋଠରୀ ଭିତରେ ଥିଲେ। ଏବେ 11 ଜଣ ଅଛନ୍ତି। ତାପରେ ଯୀଶୁ ପୁଣି ଥରେ ସେମାନଙ୍କୁ ଆଉ ପ୍ରଶ୍ୱାସ ଦେଇକରି ଛାଡ଼ିକରି ଆଉ ପବିତ୍ର ଆତ୍ମା ଗ୍ରହଣ କର ବୋଲି କହିଲେ। ତେବେ ଥମା ମଧ୍ୟ ସେ ଟାଇମ୍ରେ ପବିତ୍ର ଆତ୍ମା ଗ୍ରହଣ କଲା। କିନ୍ତୁ ତା ପୂର୍ବରୁ କ'ଣ ହେଇଛି, ବାକି ଯେଉଁ 9 ଜଣ ଥିଲେ ସେମାନେ ମାନେ ଥମା ବାହାରକୁ ଯାଇ ଆସିଲା ପରେ ବାକି 9 ଜଣ କହିଲେ, ଆମେ ଯୀଶୁଙ୍କୁ ଦେଖିଛୁ, ଆଉ ଯୀଶୁ ଆମକୁ ପବିତ୍ର ଆତ୍ମାଙ୍କର ଶକ୍ତି ଦେଲେ, ଆଉ ଆମକୁ କହିଲେ ଆମେ ଯାହାକୁ କ୍ଷମା କରିବୁ, ପାପ କ୍ଷମା କରିବୁ ସେମାନେ କ୍ଷମା ପାଇବେ, ଆମେ ଯାହାକୁ କ୍ଷମା କରିବୁ ନାହିଁ ସେମାନେ କ୍ଷମା ପାଇବେ ନାହିଁ। ଏହି ଶକ୍ତି ଆମକୁ ଦେଇକରି ଗଲେ ବୋଲିକରି ଯେତେବେଳେ ଥମାକୁ କହିଲେ ବାକି 9 ଜଣ ଶିଷ୍ୟ ବହୁତ ଦୁଃଖ କଲା। ଏମିତି କେମିତି ସମ୍ଭବ ହେବ, ଯୀଶୁ କେମିତି ଆସିଲେ? ନା, ଯୀଶୁ ତ କ୍ରୁଶରେ ଆଉ ଜୀବନ ଦେଇଛନ୍ତି, ତାଙ୍କୁ ତ କବର ରଖାଯାଇଥିଲା, ତାଙ୍କେ ପୁଣି ହଠାତ୍ କେମିତି ଆସିବେ? ଏଇଟା ଅସମ୍ଭବ କଥା କହୁଛ ତମେ ମାନେ। ତମ ସହିତ ମୁଁ ଏତେ ବର୍ଷ ତମ ସହିତ ମୁଁ ଥିଲି, ଆଉ ତୁମେ ମୋତେ କାହିଁକି ମିଛ କହୁଛ ବୋଲିକରି କ'ଣ ଥମା ବାକି 9 ଜଣ ଶିଷ୍ୟମାନଙ୍କୁ କହିଲା ବେଳକୁ ଆଉ ଗୋଟେ କଥା କହୁଛି, ମୁଁ ଯେ ପର୍ଯ୍ୟନ୍ତ ଯୀଶୁଙ୍କୁ ଦେଖି ନାହିଁ, ପୁଣି ଯେ ପର୍ଯ୍ୟନ୍ତ ତାଙ୍କର ଯେଉଁ ହାତରେ ଯେଉଁ କଣ୍ଟା ମରା ହେଇଥିଲା ସେ କଣ୍ଟା ମୋ ଆଙ୍ଗୁଳି ଦେଇକରି ମୁଁ ଯଦି ଛୁଇଁ ନାହିଁ ସେ ଯାଇ ବିଶ୍ୱାସ କରିବି ନାହିଁ ବୋଲି କହିଲେ। ତାପରେ ଯୀଶୁ ପୁଣି ଥରେ ଦେଖା ଦେଇକରି ତାଙ୍କୁ କହୁଛନ୍ତି, ହେ ଥମା, ତମେ କ'ଣ
ଅବିଶ୍ୱାସ ହୁଅ ନାହିଁ, ବିଶ୍ୱାସ କର। ପୁଣି ଆସ କ'ଣ ମୋର ହାତ ପାପୁଲି ଦେଖ, ଯେଉଁଠାରେ ମୋତେ କଣ୍ଟା ମରା ହେଇଯାଇଥିଲା ସେଠି ଦେଖ, ଛୁଇଁକିରି ଦେଖ। ତାପରେ ସତକୁ ସତ ଏ ଯାଇକରି ଛୁଇଁକରି ଯେତେବେଳେ ଦେଖିଲେ ସେତେବେଳେ ଏ ଷ୍ଟେଟମେଣ୍ଟ କହୁଛନ୍ତି କ'ଣ? ଥୋମା ତାଙ୍କୁ ଉତ୍ତର ଦେଲେ, ମୋର ପ୍ରଭୁ ମୋର ଈଶ୍ୱର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତ ଏଇଠି ଆମେ ଗୋଟେ ବିଷୟ ଆମେ ଥୋମାଙ୍କର ଜୀବନରେ ଗୋଟେ ଶିଖିପାରିବା। ଅନେକ ଲୋକ କହନ୍ତି ଥୋମା ଅବିଶ୍ୱାସୀ, ଥୋମା ଗୋଟେ ସନ୍ଦେହୀ ବ୍ୟକ୍ତି ବୋଲି କହନ୍ତି, କିନ୍ତୁ ସତରେ ସେ ଅବିଶ୍ୱାସ ଟିକେ ଥିଲେ, ସତରେ ସେ ଟିକେ ସନ୍ଦେହ ମଧ୍ୟ କରୁଥିଲେ। କିନ୍ତୁ ଆମେ ଯଦି ଆଉ ଗୋଟେ ଅର୍ଥରେ ଆମେ ଏହା ବୁଝିବା, ସେ ସନ୍ଦେହୀ ନଥିଲେ କିମ୍ବା ସେ ଅବିଶ୍ୱାସୀ ନଥିଲେ। ଆମେ ଜାଣିଛୁ ମୋର ପ୍ରିୟମାନେ, ଆମକୁ କେହି ଯାହା କହିଦେଲେ ଆମେ ତାହା ଗ୍ରହଣ କରିଯିବା, ଏଇଟା ଭୁଲ ବିଷୟ। ଏଇଟା ଆମେ ଖରାପ ମାନେ ଗୋଟେ ଆମେ ଭ୍ରାନ୍ତ ପଥରେ ଆମେ ଅଛୁ। ଆମେ ତାକୁ ପ୍ରଥମେ ଆମେ ପରୀକ୍ଷା କରିବା ଦରକାର। ଥୋମା କ'ଣ କଲେ? ପ୍ରଥମେ ପରୀକ୍ଷା କଲେ। ଆମେ ଯେତେବେଳେ ଅନେକ ଧର୍ମରେ ମଧ୍ୟ ଦେଖ, ହିନ୍ଦୁ ପରିବାରରେ ଯିଏ ଜନ୍ମ ହେଲା, ତାଙ୍କର ବାପା ମା ଯଦି ହିନ୍ଦୁ, ତ ତାଙ୍କର ପୁଅ ଝିଅମାନେ କ'ଣ କରୁଛନ୍ତି? କିଛି ନ ଜାଣି କ'ଣ କରୁଛନ୍ତି? ବାପା ମନ୍ଦିର ଗଲେ ଏମାନେ ମନ୍ଦିର ଯାଉଛନ୍ତି, ବାପା ନଡ଼ିଆ ଆଉ ନଡ଼ିଆ ନେଇକି ଭାଙ୍ଗିଲେ ଏମାନେ ମଧ୍ୟ ନଡ଼ିଆ ଭାଙ୍ଗୁଛନ୍ତି। ଆଉ ଏମାନେ ଯଦି ଯାହା ବି ହିନ୍ଦୁ ରୀତିନୀତି ଯାହା କରନ୍ତି ଏମାନେ ବି କରନ୍ତି। ଏମାନେ କେବେ ମଧ୍ୟ ଚାହାନ୍ତି ନାହିଁ ମୋ ବାପା କ'ଣ କରୁଛନ୍ତି ମୁଁ ତାକୁ ଟିକେ ପରୀକ୍ଷା କରିବି, ସତ୍ୟତା ମାନେ ଅନୁସନ୍ଧାନ କରିବି, କ'ଣ ପ୍ରକୃତରେ ଏଇ ଭଗବାନ କ'ଣ ମୋ ପାଇଁ ଜୀବନ ଦେଇଛନ୍ତି, ଏହା କେବେ ମଧ୍ୟ ସେମାନେ କ'ଣ କରନ୍ତି ନାହିଁ, ଅନୁସନ୍ଧାନ କରନ୍ତି ନାହିଁ। ଇଭେନ୍ ଆମର ଖ୍ରୀଷ୍ଟିଆନ ପରିବାରରେ ମଧ୍ୟ ଏପରି ହୋଇଯାଏ। ଆମର ଜେଜେବାପା ଯଦି ଖ୍ରୀଷ୍ଟିଆନ ଥିଲେ ତ କ'ଣ କରନ୍ତି? ଆମେ ଚର୍ଚ୍ଚ ଯାଉଛୁ, କିମ୍ବା ଆମର ବାପା ଖ୍ରୀଷ୍ଟିଆନ ଥିଲେ, ମୁଁ ଖ୍ରୀଷ୍ଟିଆନ ପରିବାରରେ ମୁଁ ଜନ୍ମ ହୋଇଛି ତ ମୁଁ ବି ଚର୍ଚ୍ଚ ଯିବାକୁ ଆରମ୍ଭ କଲି। କିନ୍ତୁ ଆମେ କେବେ ମଧ୍ୟ ଆମେ ସର୍ଚ୍ଚ କରିନଥାଉ କିମ୍ବା ଆମେ ଅନୁସନ୍ଧାନ କରିନଥାଉ ଯେ ରିଏଲ ବିଷୟ କ'ଣ, ସତ୍ୟତା କ'ଣ। ପ୍ରକୃତରେ ମୋର ବାପା ଚର୍ଚ୍ଚ ଯାଉଛନ୍ତି, କ'ଣ ପାଇଁ ଯାଉଛନ୍ତି, ଚର୍ଚ୍ଚରେ କ'ଣ ମିଳେ, କିମ୍ବା ଏ ଖ୍ରୀଷ୍ଟିଆନ ଜୀବନ କ'ଣ, ଆମକୁ ଅନୁସନ୍ଧାନ କରିବାକୁ ପଡ଼ିବ। ତ ଥୋମାଙ୍କର ଜୀବନରୁ ଆମେ ଏହା ଦେଖିପାରୁଛୁ ଯେ ସେ କେବଳ ଅବିଶ୍ୱାସୀ ନଥିଲେ, ସେ ସନ୍ଦେହୀ ବ୍ୟକ୍ତି ନଥିଲେ। ସେ ଆମକୁ ଗୋଟେ ଶିକ୍ଷା ଦେଲେ କି କୌଣସି ବିଷୟ ବିନା ପରୀକ୍ଷାରେ ତୁମେ ଗ୍ରହଣ କର ନାହିଁ। ସେଥିପାଇଁ ଆଉ ପ୍ରଥମ ଜନ 4 ପର୍ବରେ 1 ପଦରେ ମଧ୍ୟ ଲେଖାଯାଏ କି ତୁମେ ସବୁ ଆତ୍ମାକୁ ବିଶ୍ୱାସ କର ନାହିଁ, କିନ୍ତୁ ଆତ୍ମା ମାନେ ପ୍ରଭୁଙ୍କ ଠାରୁ ଆସିଛନ୍ତି କି ନାହିଁ ପରୀକ୍ଷା କର। ସେଥିପାଇଁ ଆଜି ଆମେ ଖ୍ରୀଷ୍ଟିଆନ ପରିବାରରେ ବା ଖ୍ରୀଷ୍ଟିଆନ ମଣ୍ଡଳୀରେ ଅନେକ ଲୋକ ପଛଘୁଞ୍ଚା ହେଇଯାଆନ୍ତି, କାରଣ ସେମାନେ ଇଆଡ଼େ କହିଲେ ବି ହଁ କରନ୍ତି, ସିଆଡ଼େ କହିଲେ ବି ହଁ କରନ୍ତି। ତ ସେମାନଙ୍କୁ ରିଏଲ ବିଷୟଟା କ'ଣ ସେମାନେ ଜାଣିପାରନ୍ତି ନାହିଁ। ତ ଆମକୁ କ'ଣ କରିବାର ଅଛି? ଆମେ ସତ୍ୟତା ଜାଣିକରି, ଆମେ ଯଦି ଖ୍ରୀଷ୍ଟିଆନ ପରିବାରରେ ଆମେ ଜନ୍ମ ହେଇଛୁ, ବହୁତ ବଢ଼ିଆ ବିଷୟ, ପ୍ରଭୁଙ୍କର ଦୟା। କିନ୍ତୁ ଆମେ ନିଜେ ବାଇବଲ ପଢ଼ିବା, ନିଜେ ପ୍ରାର୍ଥନା କରିବା, ନିଜେ ସତ୍ୟତା ଖୋଜିବା। ପ୍ରକୃତରେ ଯୀଶୁଖ୍ରୀଷ୍ଟ ମୋ ପାଇଁ ଜୀବନ ଦେଇଥିଲେ, ପ୍ରକୃତରେ ଯୀଶୁଖ୍ରୀଷ୍ଟ ଆଉ ସେ ଈଶ୍ୱର ହେଲେ ମଧ୍ୟ ମାନବ ରୂପ ଧାରଣ କରି ଜଗତକୁ ଆସିଥିଲେ କି? ଏ ବିଷୟ ଆମେ ଖୋଜିବା। ଏଇଟା ଆମେ କେଉଁଠି ଖୋଜିବା? ଆମେ ଯେତେବେଳେ ବାଇବଲରେ ଆମେ ଖୋଜିବା, ବାଇବଲରେ ସବୁ ପ୍ରଶ୍ନର ଉତ୍ତର ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତ ଏହା ଗୋଟେ ଥିଲା। ତାପରେ ସେଥିପାଇଁ ତାପରେ ସେ ଫାଇନାଲି ଯେତେବେଳେ ଆଉ ଯୀଶୁଙ୍କୁ କ'ଣ କରୁଛନ୍ତି, ଯେତେବେଳେ ଜାଣିଦେଲେ ନାଇଁ ନାଇଁ ଏଇଟା ସତରେ ହିଁ ମୁଁ ନିଜେ ଛୁଇଁଛି, ନିଜେ ପରୀକ୍ଷା କଲି, ଏହା ହିଁ ଆଙ୍ଗେ ହିଁ କ'ଣ ମୋର ପ୍ରଭୁ ଅଟନ୍ତି, ମୋର ଈଶ୍ୱର ଅଟନ୍ତି ବୋଲିକିରି ତାଙ୍କେ ପରେ ଡିକ୍ଲେୟାର କରୁଛନ୍ତି। ପ୍ରେଜ୍ ଦ ଲର୍ଡ। ସେମିତି ଆମେ ବି ଯେତେବେଳେ ପରୀକ୍ଷା କରିବା, ଆମେ ବି ଯେତେବେଳେ ଜାଣିଦେବା, ସେତେବେଳେ ଆମକୁ ଆମ ପାଟିରେ ଆମେ ଆଉ ଚୁପଚାପ ରହିପାରିବା ନାହିଁ। ଆମେ ପକ୍କା କହିବା ନାଇଁ ନାଇଁ ମୁଁ ପରୀକ୍ଷା କରିଛି, ମୋ ବାପା ଖ୍ରୀଷ୍ଟିଆନ ହେଲେ କ'ଣ ହେଇଗଲା, ମୁଁ ତାଙ୍କର ମାନେ ମୋ ମା ଗର୍ଭରେ ମୁଁ ଜନ୍ମ, ଖ୍ରୀଷ୍ଟିଆନ ପରିବାରରେ ମୁଁ ଜନ୍ମ ହେଲେ କ'ଣ ହେଲା, ମୋ ବାପା ଚର୍ଚ୍ଚ ଚାଲ ବୋଲିକରି କହିଲେ ମୁଁ ଚର୍ଚ୍ଚ ଯାଉନାହିଁ। ମୁଁ ନିଜେ ପରୀକ୍ଷା କଲି, ମୁଁ ନିଜେ ଅନୁସନ୍ଧାନ କଲି, ଆଉ ମୁଁ ଜାଣିଦେଲି ସେ ହିଁ ପ୍ରଭୁ। ଆଉ ଯେତେବେଳେ ଆମେ ଏହା ଜାଣିଦେବା, ସେତେବେଳେ ଆମେ କ'ଣ, ଆମକୁ କେହି ମଧ୍ୟ କୌଣସି ବି ସମସ୍ୟା ଆସିଲେ ଆମେ ଆଉ ପ୍ରଭୁ ଯୀଶୁକୁ ଆମେ ଛାଡ଼ିକି ରହିପାରିବା ନାହିଁ। ଆମେ ଯାହା ବି ସମସ୍ୟା ଆସିଲେ ମଧ୍ୟ ଆମେ ପ୍ରଭୁଙ୍କ ସହିତ ଆମେ ଚାଲିବା। ଥୋମାଙ୍କ ଜୀବନରୁ ପ୍ରଭୁ ଏହା ଶିଖାନ୍ତି। ଆଉ ଗୋଟେ ଷ୍ଟେଟମେଣ୍ଟ କ'ଣ ଥିଲା,
ଯେତେବେଳେ ଆମେ ଜନ 11 ତାର 16 ପଦରେ ଆମେ ଯେତେବେଳେ ଦେଖୁଛୁ ସେତେବେଳେ କ'ଣ ଲାଜାର ମରିଯାଇଥିଲେ। ଲାଜାର ଯେତେବେଳେ ମରିଯାଇଛନ୍ତି ବେଥନିଆରେ, ତ ଯୀଶୁ ଏଇ 11 ଜଣ ଶିଷ୍ୟମାନଙ୍କୁ କହୁଛନ୍ତି ଚାଲ ଆମର ଭାଇ ଲାଜାର ମରିଯାଇଛନ୍ତି। ତ ତା ପୂର୍ବରୁ କ'ଣ ହେଇଛି, ସେ ଯିହୁଦୀ ଲୋକମାନେ କେତେଜଣ କ'ଣ କରୁଥିଲେ, ଯୀଶୁଙ୍କୁ ପଥର ଫୋପାଡ଼ିକିରି ମାରୁଥିଲେ। ତ ଯେତେବେଳେ ପଥର ଫୋପାଡ଼ି ମାରିଲା ବେଳକୁ ଆଉ ଏମାନେ କ'ଣ ଯୀଶୁ ପଳେଇ ଆସିଥିଲେ। ତ ଯେତେବେଳେ ଶିଷ୍ୟମାନଙ୍କୁ ଜଣା, ଯେତେବେଳେ ଯୀଶୁ କହୁଛନ୍ତି ଚାଲ ବେଥନିଆକୁ ଯିବା, ଲାଜାରକୁ ଆମେ ସେଠୁ ଉଦ୍ଧାର କରିକି ଆଇବା, ମୃତ୍ୟୁରୁ ଆମେ ବିଜୟ କରିଦେବା ବୋଲିକରି କହିଲା ବେଳକୁ ଶିଷ୍ୟମାନେ କହୁଛନ୍ତି, ଶିଷ୍ୟମାନେ ତାହାଙ୍କୁ କହିଲେ, ହେ ଗୁରୁ, ଯିହୁଦୀମାନେ ଏବେ ଆପଣଙ୍କୁ ପଥର ଫୋପାଡ଼ିବାକୁ ଚେଷ୍ଟା କରୁଥିଲେ, ପୁଣି ଆପଣ ଆଉ ଥରେ ସେଠାକୁ ଯାଉଅଛନ୍ତି। ଏମିତି ଶିଷ୍ୟମାନେ କହିଲେ। କିନ୍ତୁ ଯୀଶୁ କହିଲେ ନାଇଁ ନାଇଁ ଚାଲ ଆମେ ଯିବା ବୋଲିକରି କହିଲାକୁ ଥମା ମଧ୍ୟ କ'ଣ କହୁଛନ୍ତି, ସେଥିରେ ଥମା କହିଲେ, ଥମାଙ୍କ ନାମ ଯାହାକୁ ଦିଦୁମ ବୋଲି କହନ୍ତି, ସେ ଆପଣ ସଙ୍ଗୀ ଶିଷ୍ୟମାନଙ୍କୁ କହିଲେ ଚାଲ ଆମ୍ଭେମାନେ ମଧ୍ୟ ଯାଇ ତାଙ୍କ ସାଙ୍ଗରେ ମରିବା। ପ୍ରେଜ୍ ଦ ଲର୍ଡ। ଯେତେବେଳେ ଥମା ଜାଣିପାରିଲେ, ଟିକେ କେତେ ଦିନ ପୂର୍ବରୁ ଯୀଶୁଙ୍କୁ ସେଟା ଯିହୁଦୀମାନେ ପଥର ଫୋପାଡ଼ି ମାରିବା ପାଇଁ ଚେଷ୍ଟା କରୁଥିଲେ, ଯଦି ଆମେ ଯିବା ଯୀଶୁଙ୍କ ସହିତ, ଆଉ ଯୀଶୁଙ୍କୁ ଯଦି ସେମାନେ ପୁଣି ଥରେ ଦେଖିଦେବେ, ଆଉ ସେମାନେ ପୁଣି ଥରେ ପଥର ଫୋପାଡ଼ି ମାରିବାକୁ ଆରମ୍ଭ କରିବେ, ତେବେ କାହିଁକି ଆମେ ସେ ମୃତ୍ୟୁକୁ ଯିବା ବୋଲିକରି ଥମା ଭାବିଲେ ନାହିଁ। ଆମେ କାହିଁକି ଜାଣି ଜାଣି ସେଠିକୁ ଯିବା, ଆଉ ଯଦ୍ୱାରା କି ସେମାନେ ଆମକୁ ପଥର ଫୋପାଡ଼ି ମାରିଦେବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଥମାଙ୍କର ଜୀବନରୁ ଏଇ ଷ୍ଟେଟମେଣ୍ଟରୁ ଆମେ ଆଉ ଗୋଟେ ବିଷୟ ଆମେ ଶିଖୁଛୁ, କ'ଣ ଯେ ଯୀଶୁ ଯୁଆଡ଼େ କହିଲେ ଆମେ ସିଆଡ଼େ ଯିବା। ଯଦିବା ଯୀଶୁ ଆମକୁ କହିଛନ୍ତି ଚାଲ ଯିବା, ହୋଇପାରେ ସେଠି ମୃତ୍ୟୁ ଅଛି, କିନ୍ତୁ ଯଦି ଯୀଶୁ ଅଛନ୍ତି, ମୃତ୍ୟୁରୁ ଉଦ୍ଧାର କରିବା ପରମେଶ୍ୱର ମଧ୍ୟ ସେ ଅଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେତେବେଳେ ଆମେ କହିବା ନାଇଁ ନାଇଁ ଆମେ ଯିବା ନାହିଁ, ସେଠି ମୃତ୍ୟୁ ଅଛି। ଆମେ ଯଦି ବା ଯିବା, ଆମ ସହିତ ମୃତ୍ୟୁରୁ ବିଜୟ ହେଇଥିବା ପରମେଶ୍ୱର ଅଛନ୍ତି, ଆଉ ମୃତ୍ୟୁରୁ ରକ୍ଷା ମଧ୍ୟ କରିପାରିବେ, ଯାହାକି ଜଗତ ସମ୍ମୁଖରେ କିମ୍ବା ଆମମାନଙ୍କ ସମ୍ମୁଖରେ ଅସମ୍ଭବ, ତାହା ପ୍ରଭୁଙ୍କର ବିଷୟରେ ସମ୍ଭବ କରିବା ପରମେଶ୍ୱର ଆମ ପାଖରେ ଅଛନ୍ତି ବୋଲି ଆମେ ବିଶ୍ୱାସ କରିବା। ତ ସେଥିପାଇଁ ଆଉ ଥମା କହନ୍ତି ଚାଲ, କିଛି ଅସୁବିଧା ନାହିଁ, ଆମେ ମଧ୍ୟ ମରିଯିବା ସେଠାରେ କହୁଛନ୍ତି। ଯୀଶୁଙ୍କୁ ତ ମାରିଦେବେ, ଆମେ ତାଙ୍କ ସହିତ ଅଛୁ, ଆମକୁ ମଧ୍ୟ ମାରିଦିଅନ୍ତୁ, ଚାଲ ଆମେ ମଧ୍ୟ ଯାଇକରି ଯୀଶୁଙ୍କ ସହିତ ମରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମାନେ ଥମାଙ୍କର ଜୀବନରୁ ଏହା ମଧ୍ୟ ଆମେ ଶିଖୁଛୁ ଯେ ଯୀଶୁ ଯଦି ଆମ ସହିତ ଅଛନ୍ତି, ଯୀଶୁ ଆମକୁ ତାଙ୍କର ସେବା କାର୍ଯ୍ୟରେ ଯିବା ପାଇଁ ଯଦି କହୁଛନ୍ତି ଆମେ ଯିବା। ଯଦି ଯୀଶୁ କହିଥାନ୍ତେ ଥାଉ ସତ କଥା, ସେଠାରେ ଆମକୁ ପଥର ଫୋପାଡ଼ି ତ ମାରିବା ପାଇଁ ଚେଷ୍ଟା କରୁଥିଲେ, ଏବେ ଯଦି ଆମେ ଆଉ ଥରେ ଯିବା ଆମକୁ ଆଉ ଥରେ ମାରିବେ, ଥାଉ ଆମେ ଯିବାନି, ସେ ଲାଜାର ସେମିତି ମରିକରି ସେମିତି ଥିଲେ ଥାଉ, କିଛି ଅସୁବିଧା ନାହିଁ ବୋଲିକି ଯୀଶୁ କହିଲେ ନାହିଁ। ଯୀଶୁ ଜାଣିଥିଲେ ଏ ଲାଜାର, ଯେଉଁ ଲାଜାର କି ଆଜି ମରିଯାଇଛି, ସେ ଯଦି ପୁନରୁତ୍ଥିତ ହେବ, ତାକୁ ଯଦି ଆମେ ବଞ୍ଚେଇ ଦେଲେ ତାର ଦ୍ୱାରା ଅନେକ ଲୋକ ବିଶ୍ୱାସ, ଅନେକ ଲୋକ ପରିତ୍ରାଣ ପାଇବେ, ଏହା ଜାଣିଥିଲେ ଯୀଶୁ। ତେଣୁ ଯୀଶୁଙ୍କର କଥାରେ ଏମାନେ ସହମତି ହୋଇ ଏମାନେ ଗଲେ। ପ୍ରେଜ୍ ଦ ଲର୍ଡ। ଆମେ ଯେଉଁଠି ଆମେ ଜାଣୁଛୁ ଗୋଟେ ବଡ଼ ବିଷୟ ହେବା ପାଇଁ ଯାଉଛି, ଯେଉଁଠି ମାନେ ଜଣଙ୍କ ଦ୍ୱାରା କେବଳ ଜଣକୁ ବଞ୍ଚେଇବା ପାଇଁ, ମାନେ ପୁରା 12 ସହିତ 13, ଯୀଶୁଙ୍କ ସହିତ ମିଶେଇକି 13, ପୁରା 13 ଜଣ ଜଣଙ୍କର ପାଇଁ 13 ଜଣଙ୍କର ଜୀବନ ସାକ୍ରିଫାଇସ୍ କରିବା ପାଇଁ ଯାଉଥିଲେ। କିନ୍ତୁ ସେଇ ଜଣେ ଲୋକ ଯେତେବେଳେ ବିଶ୍ୱାସୀ ଯେତେବେଳେ ପୁନରୁତ୍ଥିତ ହେଇଯାଉଛି, ତ ତା ଦ୍ୱାରା ଅନେକ ଲୋକ କ'ଣ କରୁଛନ୍ତି, ପରିତ୍ରାଣ ପାଉଛନ୍ତି। ତ ଆମେ ଏଇଠାରେ ଆମେ କ'ଣ ଦେଖିପାରୁଛୁ, ଯେତେବେଳେ ଆମେ ଯୀଶୁଙ୍କ ସହିତ ଅଛୁ, ତ ଆମେ କୌଣସି ପ୍ରକାର ଭୟ କରିବା ନାହିଁ। ଚାଲ ଯୀଶୁ ଯଦି ମରିବା ପାଇଁ ଯାଉଛନ୍ତି, ଆମେ ମଧ୍ୟ ମରିବା ପାଇଁ ଯିବା। ଆଉ ଗୋଟେ ଷ୍ଟେଟମେଣ୍ଟ ଆମେ ଦେଖିବା, ଯାହାକି ଜନ 14 ପର୍ବରେ ଆମେ ଦେଖୁଥିଲୁ। ଜନ 14 ପର୍ବ ତାର 5 ପଦରେ
ଥୋମା ତାହାଙ୍କୁ ପଚାରିଲେ, ପ୍ରଭୁ ଆପଣ କେଉଁ ସ୍ଥାନକୁ ଯାଉଅଛନ୍ତି ତାହା ଆମ୍ଭେମାନେ ଜାଣୁନାହୁଁ, ପଥ ବା କିପରି ଜାଣିପାରୁ? ତାପରେ ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ହାଲେଲୁୟା। ଦେଖ, ଏଇଟା ଗୋଟେ ବହୁତ ବଡ଼ ଷ୍ଟେଟମେଣ୍ଟ। ଥୋମା ଗୋଟେ ପ୍ରଶ୍ନ କରୁଛନ୍ତି ଯୀଶୁଙ୍କୁ, କାରଣ ଯୀଶୁ କହୁଥିଲେ ତମମାନଙ୍କର ହୃଦୟ ଉଦ୍ବିଗ୍ନ ନ ହଉ, ତୁମେ କୌଣସି ପ୍ରକାରରେ ତୁମେ ଡରିବା ଦରକାର ନାହିଁ। ତମେ ଈଶ୍ୱରଙ୍କ ଠାରେ ବିଶ୍ୱାସ କର, ଆଉ ମୋ ଠାରେ ମଧ୍ୟ ବିଶ୍ୱାସ କର, ଆଉ ମୋତେ ସ୍ୱର୍ଗକୁ ନିହାତି ଯିବାକୁ ପଡ଼ିବ, କାରଣ ମୁଁ ଯଦି ଯିବି ନାହିଁ ତୁମମାନଙ୍କ ନିମନ୍ତେ ଗୃହ ପ୍ରସ୍ତୁତ କରିବାକୁ ଯିବି, ତାପରେ ପ୍ରସ୍ତୁତ ହେଲା ପରେ ମୁଁ ଆସି ତୁମମାନଙ୍କୁ ନେଇକରି ଯିବି। ଏଇ କଥା ଯେତେବେଳେ କହୁଛନ୍ତି ସେତେବେଳେ ଥୋମା ପଚାରିଲେ, ତେବେ ଆପଣ କୋଉ ଜାଗାକୁ ଯାଉଛନ୍ତି? ଆମେ ଜାଣିନୁ ସେ ବାଟ ଆମେ କେମିତି ଜାଣିପାରିବୁ ପ୍ରଭୁ? ଆମକୁ ଟିକେ କୁହ ବୋଲିକି। ଦେଖ, 12 ଜଣ ଶିଷ୍ୟ ଭିତରୁ କେହି ପଚାରୁନାହାନ୍ତି, ଥୋମା ପଚାରୁଛନ୍ତି। ତେବେ ଯୀଶୁ କହିଲେ, ମୁଁ ହିଁ ପଥ, ମୁଁ ସତ୍ୟ, ମୁଁ ହିଁ ଜୀବନ, ମୋ ବିନା କେହି ପିତାଙ୍କ ନିକଟକୁ ଯାଏ ନାହିଁ। ହାଲେଲୁୟା। ଆଉ ଏଇ ବାକ୍ୟ ଆମେ ଜାଣିଛୁ, ମାନେ ସମସ୍ତେ ଆମେ ବସିଛୁ, ମାନେ ମେମୋରି ବର୍ସ ହିସାବରେ ଆମେ ସମସ୍ତେ ଜାଣିଛୁ। ଏତେ ବଡ଼ ଷ୍ଟେଟମେଣ୍ଟ, ଏତେ ବଡ଼ କୋଶ୍ଚିନ୍ ଥୋମା ପଚାର। ତେବେ ଆମେ ଏଇ ଥୋମାଙ୍କର ଜୀବନରୁ ଗୋଟେ ବିଷୟ ଆମେ ଜାଣୁଛୁ, ମାନେ ଟୋଟାଲ ହୋଲ୍ ଲାଇଫରେ ଆମେ ଦେଖୁଛୁ ଯେ ଥୋମା ଗୋଟେ ନୂଆ ବିଷୟ ଜାଣିବା ବ୍ୟକ୍ତି ଥିଲେ, ସେ ପ୍ରଶ୍ନ ପଚାରିବା ବ୍ୟକ୍ତି ଥିଲେ। ଯୀଶୁ ମଧ୍ୟ ଯେତେବେଳେ 12 ବର୍ଷ ହେଇଥିଲା, ଜେରୁସାଲେମ ମନ୍ଦିରରେ ଯେତେବେଳେ ଯାଇଥିଲେ, ସେଠାରେ ପଣ୍ଡିତମାନଙ୍କ ସହିତ, ଜ୍ଞାନୀ ବ୍ୟକ୍ତିମାନଙ୍କ ସହିତ ବସିକି ମନ ଧ୍ୟାନ ଦେଇ କଥା ଶୁଣୁଥିଲେ, ଆଉ ସେମାନଙ୍କୁ ପ୍ରଶ୍ନ ମଧ୍ୟ କରୁଥିଲେ। ଆଉ ସେ ପଣ୍ଡିତ ବ୍ୟକ୍ତିମାନେ ଆଙ୍କର ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ। ଏ ଛୋଟ ପିଲାଟା ଏତେ ଜ୍ଞାନ, ଏତେ ବଡ଼ ବଡ଼ ଗଭୀର ପ୍ରଶ୍ନ ପଚାରୁଛି ବୋଲି ସେମାନେ ଆଶ୍ଚର୍ଯ୍ୟ ହେଉଥିଲେ। ତେବେ ପିଲାମାନେ, ଆଜି ଆମେ ଶିଖିବାର ସମୟ, ଆମେ ଜାଣିବାର ସମୟ। ଆମେ ଯେତେ ଇଚ୍ଛା ସେତେ ଆମେ ବଡ଼ ଭାଇମାନଙ୍କୁ ହଉ, ଗୁରୁମା ମାନଙ୍କୁ ହଉ, କିମ୍ବା ବାଳକ ମା ମାନଙ୍କୁ, ବାଳକ ଆଜ୍ଞାମାନଙ୍କୁ, କିମ୍ବା ବଡ଼ ବଡ଼ ଲୋକମାନଙ୍କୁ ଆମେ ପଚାରିବା, ଏଇଟା କ'ଣ, ଏମିତି ହେଲେ କ'ଣ ହେବ? ତେବେ ଆମେ ଯେତେ ପ୍ରଶ୍ନ କରିବା ଆମେ ସେତେ ଶିଖିପାରିବା। ଏଇଠାରେ ଥୋମା ମଧ୍ୟ ପ୍ରଶ୍ନ କରୁଛନ୍ତି, ପ୍ରଭୁ ତୁମେ କୁଆଡ଼େ ଯାଉଛ? ସେ ବାଟ ଆମେ ଜାଣିନୁ, ଆମକୁ ଟିକେ ଜଣା। ତେବେ ଯୀଶୁ କହିଲେ, ମୁଁ ହିଁ ବାଟ, ଆଉ ମୁଁ ହିଁ ସତ୍ୟ, ଆଉ ମୁଁ ଜୀବନ। ମୋତେ ଯେ ପାଇଛି ସେ ସ୍ୱର୍ଗ ପାଇଛି, ମୋତେ ଯେ ପାଇଛି ସେ ସବୁ ବିଷୟ ପାଇଛି। ସେ ପଥ ପାଇଛି, ସତ୍ୟ ପାଇଛି, ସେ ଜୀବନ ପାଇଛି, ଆଉ ମୋର ବିନା ମୋତେ ନ ନେଇକରି କିଏ ସ୍ୱର୍ଗକୁ ଯାଇପାରିବ ନା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ସେଇ ବ୍ୟକ୍ତି କ'ଣ ହେଲା? ଯୀଶୁ ଯେତେବେଳେ ଆସିକରି ଆଉ ପୁନର୍ଥିତ ହେଇ ଏ ଶିଷ୍ୟମାନଙ୍କ ସହିତ ଦେଖା ହେଇ ପୁଣି ଥରେ ସେମାନଙ୍କୁ ଟାଟା ବାଏ ବାଏ କରି ସ୍ୱର୍ଗକୁ ପଳେଇଲା ପରେ, ଯୀଶୁ ସ୍ୱର୍ଗକୁ ଗଲା ପରେ ଖ୍ରୀଷ୍ଟାବ୍ଦ 52 ADରେ ସେଇ ବ୍ୟକ୍ତି କ'ଣ କଲେ? ଯୀଶୁଙ୍କ ଠାରୁ ଏଡ଼େ ଶକ୍ତି ପାଇ ଭାରତକୁ ଆସିଥିଲେ। ଭାରତରେ ଆସି କେରଳ ରାଜ୍ୟରେ ସେଟା ପ୍ରଥମେ ସେ ତାଙ୍କେ ସୁସମାଚାର ଯୀଶୁଙ୍କ ବିଷୟରେ ପ୍ରଚାର କଲେ। ଆଉ ସେଇଦିନ ଠାରୁ ପୁରା ଆମର ଭାରତ ବର୍ଷରେ ଆଉ ଯୀଶୁଙ୍କର ବିଷୟ ପ୍ରଚାରିତ ହେଲା। ଆଉ ସେଇଦିନ ଠାରୁ ପ୍ରଭୁଙ୍କର ଅନୁଗ୍ରହରେ ଆମେମାନେ ମଧ୍ୟ ସେଠାରେ ସହଭାଗୀ, ଆମେ ମଧ୍ୟ ତାଙ୍କ ଦ୍ୱାରା ଆମେ ଯୀଶୁଙ୍କୁ ଜାଣିପାରିଲୁ। ତେବେ ପ୍ରଭୁଙ୍କ ଧନ୍ୟବାଦ ହଉ, ପ୍ରଭୁଙ୍କର ଗୌରବ ହଉ। ତେଣୁ ଆଉ ଗୋଟେ ବିଷୟ ମୁଁ ଶେଷରେ କହିବା ପାଇଁ ଚାହେଁ, ଯେତେବେଳେ ଯୀଶୁ ଆସିଲା ବେଳକୁ ଥୋମା ଆବସେଣ୍ଟ ଥିଲେ। ଆଜି ଆମେ ପ୍ରତି ରବିବାର ସଣ୍ଡେ ସ୍କୁଲ ହେଉଛି, ମୋର ମଧ୍ୟ ଭୁଲ ହୁଏ, ମୁଁ କେବେ ଜଏନ୍ ହେଇପାରେ ନାହିଁ। କିନ୍ତୁ ଆମେ ଯଦି ଆବସେଣ୍ଟ ହଉ, ବଡ଼ ବଡ଼ ବିଷୟ ଆମେ ଛାଡ଼ି ଦେଇପାରୁ, ହରେଇ ଦେଇପାରୁ। ଯେପରି ଥୋମା, ସେଠାରେ 10 ଜଣ ଶିଷ୍ୟମାନେ ଥିଲେ, ଥୋମା ନଥିଲେ। ଯୀଶୁ ଆସିକି କ'ଣ କଲେ? ପ୍ରଶ୍ୱାସ ଛାଡ଼ିକି ପବିତ୍ର ଆତ୍ମାଙ୍କୁ ଗ୍ରହଣ କର କହିଲେ, ତୁମେ ଯାହାକୁ କ୍ଷମା କରିବ ସେ କ୍ଷମା ପାଇବ, ଯାହାକୁ ତୁମେ ଆଉ କ୍ଷମା ଦେବ ନାହିଁ ସେ କ୍ଷମା ପାଇବେ ନାହିଁ। ଏତେ ବଡ଼ ଶକ୍ତି, ଏତେ ବଡ଼ ଅଧିକାର ଶିଷ୍ୟମାନଙ୍କୁ ଦେଇକି ଗଲେ। ସେତେବେଳେ ଥୋମା ଆବସେଣ୍ଟ ଥିଲେ। ଆବସେଣ୍ଟ ଥିବା ସକାଶୁ ସେଇ ଶକ୍ତିଟା ଆଙ୍କେ ପାଇପାରିନଥିଲେ, କିନ୍ତୁ ପ୍ରଭୁ ଯେହେତୁ ଦୟାଳୁ ପରମେଶ୍ୱର ଅଟନ୍ତି, ସେଥିପାଇଁ ପୁଣି ଥରେ ସେ ଆସିକି ସେ ପାୱାରଟା ଦେଲେ। ମୋର ପ୍ରିୟମାନେ, ମୋର ସାନ ଭାଇ ଭଉଣୀମାନେ, ଆମେ ପ୍ରତି ସଣ୍ଡେରେ ସଣ୍ଡେ ସ୍କୁଲରେ ଆମେ ଜଏନ୍ ହେବା।
गोटे संडे स्कूल रे जदि आमे जॉइन हेबा ना बहुत बड़ विषय आमे हरई पार से दिन थमा जदि सेटा पाई न थांते आ से साहसी ही पार न थांते से अधिकार पाई न थांते आ से होई पारे बैकस्लाइड भी हेबार संभावना ही थांता आमे जतबेले आ संडे स्कूल जॉइन हो नुआ नुआ विषय आमे शिखु आमर एक्सपीरियंस सब मधुस्मिता मैडम रश्मि लुगुन मैडम एमाने सब एक्सपीरियंस एमानकर बहुत अनुभव अच्छी प्रभु से अनेक अनेक आश्चर्य कर्म अनेक अनेक निगूढ़ विषय जाक परमेश्वर से जीवन में प्रकाश करती से प्रति रविवार आम को शिक्षा दिखती आम जब गोटे संडे आम आबसेंट हो आम से आशीष आम हरईदे आम से विषयटा आम शिखिपार ना हाँ जदि प्रभु दया कले आम नेक्स्ट टाइम आम आटा शिखिपार जदि से सुजोग पुणी न मिले तेज आम से आशीष आम हरई दे पार तेणुक आज प्रभु आम को दया करंतु अनुग्रह करंतु थमा जीवन आम शिखा जेपरी थमा अनेक विषय जानवा इच्छा थिला थमा प्रभु सहित मरवा व्यक्ति प्रभु सहित मरवाई प्रस्तुत थिबा व्यक्ति थिला थमा परीक्षा करी प्रभु को माने जे पर्यंत मु सत्यता जानी ना से पर्यंत मु तुम कथा विश्वास करी ना बोली कही व्यक्ति माने परीक्षा करी आम जाना से गीत संहिता तार 34 पर्व 8 पदर लिखा अच्छी जे सदा प्रभु मंगलमय यह आस्वादन करके देख आहे सदा प्रभु जे मंगलमय यह आस्वादन करके देख सप्ताह प्रभु मंगलमय कि नहीं आम कौन कर आस्वादन कर देखबार अच्छे आम चाखिकी देखबार अच्छे आम परीक्षा करके देखबार अच्छे प्रकृत में जहाँ बाइबल रे लिखाई सत ना मिछ बाइबल रे आम प्रेरित पुस्तक तार 17 पर्व आम गोटे मंडली विषय देखू से वाक्य प्रचार करा बेरिया थेसलोनिके जिहुदी मान एमाने सुशील थिले एमाने पूर्ण आग्रह रे वाक्य ग्रहण कले पुणी यही समस्त सत्य कि ना ता जानिबा निमंते प्रतिदिन शास्त्र अनुसंधान करुथिले प्रेज द लॉर्ड तो बेरिया बोलिकी गोटे मंडली थिला से मंडली लोक मैंने कौन करुथिले जहाँ भी प्रचार करा जाउथिला से माने सेमिति जहाँ प्रचार करथिला से आखि बंद करके से माने ग्रहण करुनथिले ए माने सत्यर प्रचार माने सत्य विषय कहउछंती ना एटा ए माने मिछ कथा कहउछंती से माने कोन शास्त्र रे अनुसंधान करथिले बाइबल रे खोजुथिले ए माने सत्य कथा कहउथिले कि नाइ आ एटा सत्य विषय ना मिछ विषय से माने अनुसंधान करथिले तेबे प्रभु मु विश्वास करे तमांकर जीवन द्वारा मु तो आशीर्वाद पाइली आ तमें मन समस्त आशीर्वाद पाई बोली मुझे विश्वास कर प्रभु ये अल्प वाक्य आम प्रत्येक को आशीर्वाद करंतु आमेन प्रेज द लॉर्ड तो आमे कौन कौन विषय शिखलु जने जने करी कह देखिलो मैंने काको फॉलो करिकी आमे हम पेरेंट्स को फॉलो करिकी चर्च जीवा प्रभु को जानिबा ताहा नुए आमे रियल रे रिसर्च करबा प्रभु जा कोइ जन आमे जा सुनुचु ता आमे रियल रे रिसर्च मते करबा वाक्य को पढ़िबा सेट्रो इंपोर्टेंस को बुझिबा आ जेपरि थमा मध्ये से दिन प्रभु को जे प्रथराव करा बोली 11 जन शिष्य चुगंचा होते किंतु थमा से दिन प्रभु सहित मरवा को प्रस्तुत थिले जो द्वारा अनेक लोक मैंने परित्राण प्राप्त होते आमने ता थमा जीवन को शिखा।